ଯାଜପୁର ଜିଲ୍ଲା ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନାମରେ ବରୀ ଥାନାରେ ଏତଲା ଦେଲେ ଅମର ରଞ୍ଜନ ନାୟକ। ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନାମରେ ମଙ୍ଗଳବାର ଦିବା 12 ଘଟିକା ସମୟରେ ବରୀ ଥାନାରେ ଲିଖିତ ଅଭିଯୋଗ କଲେ ସୁକିନ୍ଦା ଥାନା ଅନ୍ତର୍ଗତ ସିଙ୍ଗାଡ଼ିଆ ଗ୍ରାମର ଅମର ରଞ୍ଜନ ନାୟକ। ଅଭିଯୋଗ ମୁତାବକ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି ଫୋନ୍ ମାଧ୍ୟମରେ ଅମରଙ୍କୁ ଚ୍ୟାମ୍ବରକୁ ଡାକିବା ପରେ ଅମର ସେଠି ବିଧାୟକଙ୍କ ସହ ଅନ୍ୟ କିଛି କର୍ମୀମାନଙ୍କ ସହ ବସିଥିବା ବେଳେ କିଛି ଉନ୍ନୟନମୂଳକ କାର୍ଯ୍ୟର ଫାଇଲ ସ୍ଥଗିତ ରହିଥିବା କାରଣରୁ ବଚାସା ଅସଭ୍ୟ ଗାଳିଗୁଲଜ ଓ ପରେ ହାତ ଉଠାଇବାକୁ ପଛାଇ ନଥିଲେ ବରୀ ବିଧାୟକ ଶ୍ରୀ ବିଶ୍ୱରଞ୍ଜନ ମଲ୍ଲିକ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏମିତିକି ତାଙ୍କୁ ଗୋଇଠା ବିଧା ଭଳି ଶକ୍ତ ମାଡ଼ ମରାଯାଇଥିବା ଅଭିଯୋଗ ଆଣିଛନ୍ତି ଅମର ରଞ୍ଜନ ନାୟକ। ଏନେଇ ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବାସଗୃହରେ ମଙ୍ଗଳବାର ରାତି 10 ଘଟିକା ସମୟରେ ଏନେଇ ମୋବାଇଲ ଯୋଗେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅମର ରଞ୍ଜନ ନାୟକ।